हाय एवरीवन। तो आज रोचे एटा पार्ट 2 इनविजिबल वर्ल्ड बियॉन्ड आवर नेक्ट आए जोटा कि क्लास 8 रो चैप्टर 2। तो हमें प्रीवियस क्लास रे पिला माने भाइरस विषय पढ़िथिले, डिफरेंट टाइप रो बैक्टीरिया विषय पढ़िथिले, सेमानका स्ट्रक्चर कोन, सेल रो स्ट्रक्चर कोन, ए सब विषय पढ़िथिले। तो आज हमें पढ़िबा जोटा हमर चैप्टर इनविजिबल थिंग दैट इज माइक्रो ऑर्गेनिज्म आ माइक्रो ऑर्गेनिज्म एनवायरनमेंट रे केमिति देखा जाए कोन से विषय रे पढ़िबा। ठीक अछि। अच्छा पिला माने चित्र रे तुम कोन देखुछ? एठी तुम देखि पारुछ जे କିଛି ଦିନ ରହିବା ପରେ ଏ ଷ୍ଟ୍ରବେରୀଟା କଣ ହେଇଛି ଏମିତି ସଢ଼ି ଯାଇଛି। ତ ତମେ ଦେଖିଥିବ ଯେତେବେଳେ ଘରେ ଆମେ କୌଣସି ଫ୍ରୁଟ୍ସ ବଗେରା ରଖୁ ବା ପରିବା ରଖୁ ବହୁତ ଦିନ ଯେତେବେଳେ ଚାଲିଯାଏ, ବହୁତ ଦିନ ଗଲା ପରେ ଏଇ ସବୁ ଗୁଡ଼ାକ କଣ ହୁଅନ୍ତି ଏମିତି ନଷ୍ଟ ହେଇଯାନ୍ତି। ଯୋଉ ଖରାପ ହେଇଯାନ୍ତି କଣ ପାଇଁ ହୁଅନ୍ତି? ତ ଏଇ ସବୁ ଜିନିଷ ଖରାପ ହବାର ମୁଖ୍ୟ କାରଣ ବା ମେନ୍ ରିଜନ୍ ହେଉଛି ମାଇକ୍ରୋ ଅର୍ଗାନିଜମ୍। କିଛି ଦିନ ଆମ କୌଣସି ଜିନିଷକୁ ରଖିଲେ ସେମାନେ କଣ କରନ୍ତି, ସେଥିରେ ଆମକୁ ମାଇକ୍ରୋ ଅର୍ଗାନିଜମ୍ ପୋକ ହେଇଯାଏ ବୋଲି କୁହାଯାଏ। ଯୋଉ ମାଇକ୍ରୋ ଅର୍ଗାନିଜମ୍ ମାନେ ଆମର କଣ କଣ କରନ୍ତି ନା ସବୁଆଡ଼େ ଥାନ୍ତି। ୱାଟର ହଉ, ସଏଲ ହଉ, ଏୟାର ହଉ, ଆଉ ଫୁଡ୍ ଆଇଟମରେ ବି ମାଇକ୍ରୋ ଅର୍ଗାନିଜମ୍ ଥାଉଛନ୍ତି। ଯଦି ବହୁତ ଦିନ ଆମେ ଆକୁ ରଖିବା, ସେମାନେ ଏଇଟା କଣ ହୋଇଥାଏ ନା କଟନ ଲାଇକ୍ ଗ୍ରୋଥ ଦେଖାଯାଏ, ପାଉଡରି ହୋଇଯାଆନ୍ତି। କଣ ପାଇଁ ନା ସେ ଉପରେ ଗୋଟେ ମାଇକ୍ରୋ ଅର୍ଗାନିଜମ୍ ଗ୍ରୋ କରେ। ତାହେଲେ ପିଲାମାନେ ତମେ ଭାବୁଥିବ ଯେ ଆମେ ଯୋଉ ଘରେ ବହୁତ ବର୍ଷ ବର୍ଷ ଧରିକି ଆଚାର ରଖୁଛେ, ବହୁତ ଆଚାର ରଖୁଛେ ମରବାସ। ପିଲାମାନେ ଏ ଯୋଉ ମରବାସ ହଉଛି, ଆଚ୍ଛା ତମେ ମାନେ ଦେଖିଥିବ ଅଁଳା ଅଁଳାକୁ କଣ କରାଯାଏ ନା ଗୋଟେ ସୁଗର ସିରପ ଭିତରେ ଡିପ୍ କରିକି ରଖାଯାଏ, ସେଟା ମିଠା ଲାଗେ ପୁରା। ବ୍ରହ୍ମପୁରରେ ଆଇ ଥିଙ୍କ ମୁଁ ଦେଖିଛି ଥରେ। ସେ ସେଟାକୁ ମରବାସ ବୋଲି କୁହାଯାଏ। ସେଇଟା ବି ଗୋଟେ ଜିନିଷ ଯୋଉଟାକି ତମେ ବହୁତ ଦିନ ଧରିକି ରଖିବ, ଖରାପ ହବନି। ତ ଏଇ ଜିନିଷ କଣ ପାଇଁ ଖରାପ ହୁଏନି ବା ମାଇକ୍ରୋ ଅର୍ଗାନିଜମ୍ ଯୋଉ ଅଛନ୍ତି ତାଙ୍କୁ କାହିଁକି ଇଫେକ୍ଟ କରନ୍ତିନି? ବିକଜ ଆମେ ଯୋଉ ସେଇ ଆଚାର ହଉ କିମ୍ବା ମରବାସର ହଉ ବହୁତ ଆମାଉଣ୍ଟର ସଲ୍ଟ ଆଉ ସୁଗର ପକେଇଥାଉ, ଅଏଲ ବି ପକେଇଥାଉ। ତ ସେମାନେ କଣ କରନ୍ତି, ଏ ଯୋଉ ସ୍ପାଇସେସ୍ ହଉ, ସଲ୍ଟ ହଉ, ସୁଗର ହଉ, ଏମାନେ କଣ କରନ୍ତି ଗୋଟେ ପ୍ରିଜର୍ଭେଟିଭ ଭାବରେ କାମ କରନ୍ତି। ପ୍ରିଜର୍ଭେଟିଭ ମାନେ କଣ, ଯୋଉମାନେ କି ମାଇକ୍ରୋ ଅର୍ଗାନିଜମକୁ ଗ୍ରୋ କରିବା ପାଇଁ ପ୍ରିଭେଣ୍ଟ କରନ୍ତି। ତ ହାଇ କନସେନ୍ଟ୍ରେସନ ଅଫ ସଲ୍ଟ ଆଉ ସୁଗର ରହିଲେ ସେମାନେ ମାଇକ୍ରୋ ଅର୍ଗାନିଜମକୁ ଗ୍ରୋ କରିବାକୁ ଦେବେନି, ଯଦ୍ୱାରା କି ଆମର ଜିନିଷ ଖରାପ ନ ହେଇକି ବହୁତ ବର୍ଷ ଯାଏଁ ଆଜ ଇଟ୍ ଇଜ ରହିଥାଏ। ବୁଝିପାରିଲ? ତାପରେ ସେ ଲେଖିଛି ଯେ ମୁଁ ଆଗରୁ ତମକୁ କହିଥିଲି ଫୋଲ୍ଡସ୍କୋପ ଓ ମାଇକ୍ରୋସ୍କୋପରେ ଆମେ ବେଶୀ ଡିଟେଲ୍ସ ଜାଣିପାରିବାନି ସିନା, ମାତ୍ର ଯେମିତି ଇଲେକ୍ଟ୍ରୋନିକ ମାଇକ୍ରୋସ୍କୋପରେ ଆମେ ଜାଣିପାରୁଛେ, ଜାଣିପାରିବାନି, ମାତ୍ର ଅବଶ୍ୟ କିଛି ସମ୍ ଏକ୍ସଟେଣ୍ଟ ପର୍ଯ୍ୟନ୍ତ ଆମେ ସେମାନଙ୍କ ବିଷୟରେ ଜାଣିପାରିବା। ତ ଆମେ ଯଦି ସେମାନଙ୍କୁ ଲିଭ୍ ହଉ, ଷ୍ଟେମ୍ ହଉ, ରୁଟ୍ରେ ଯଦି ଆମେ ତାକୁ ଦେଖିବା, ଏକ୍ସପ୍ଲୋର କରିବା, ତାହେଲେ ଆମେ ପ୍ଲାଣ୍ଟ ଆଉ ଆନିମଲରେ ଯୋଉ ମାଇକ୍ରୋ ଅର୍ଗାନିଜମ୍ସ ମାନେ ଅଛନ୍ତି, ସେମାନେ ଯୋଉ ଡାଇଭର୍ସିଟି ଦେଖାନ୍ତି ତାକୁ ବି ଆମେ ଷ୍ଟଡି କରିପାରିବା। ଠିକ ଅଛି। ନେକ୍ସଟ, ଆଚ୍ଛା ପିଲାମାନେ ଯୋଉ ମାଇକ୍ରୋ ଅର୍ଗାନିଜମ ମାନେ ଅଛନ୍ତି, ଆମେ କହିଲେ ସବୁ ମୁଁ କହିଲି ଆଗରୁ ଯେ ସଏଲରେ ଅଛନ୍ତି, ୱାଟରରେ ଅଛନ୍ତି, ଏୟାର ଅଛନ୍ତି, ଏଭ୍ରିଥିଙ୍ଗ ଦେ ଆର୍ ପ୍ରେଜେଣ୍ଟ। ସୋ they are even present in extreme climate condition such as hot water spring, snow cold zone as well as moderate temperature। ତ ମାଇକ୍ରୋ ଅର୍ଗାନିଜମ ମାନଙ୍କର ସେମିତି କିଛି ନାହିଁ ଯେ ସେମାନେ ଏଇ ଜାଗାରେ ରହିପାରିବେ ନାହିଁ, ସେମାନେ ଯେକୌଣସି କଣ୍ଡିସନରେ ବି ପ୍ରେଜେଣ୍ଟ ରହିଥାନ୍ତି। ବୁଝିପାରିଲ? ନେକ୍ସଟ, you already know that some of these organisms are inside our body। yes, ମାଇକ୍ରୋ ଅର୍ଗାନିଜମ ମାନେ କିଛି କିଛି ମାଇକ୍ରୋ ଅର୍ଗାନିଜମ ଏମିତି ଅଛନ୍ତି ଯୋଉମାନେ କି ଆମ ବଡି ଭିତରେ ରହନ୍ତି। ଆଚ୍ଛା ପିଲାମାନେ ତମେ ଇଣ୍ଟେଷ୍ଟାଇନ ଜାଣିଛ? ଏ ଯୋଉ ଇଣ୍ଟେଷ୍ଟାଇନ ତମେ ତ ପ୍ରିଭିୟସ କ୍ଲାସରେ ତମର ପ୍ରିଭିୟସ ଇୟରରେ ପଢିଥିବ ଡାଇଜେଷ୍ଟିଭ ସିଷ୍ଟମ, ସେଥିରେ ଇଣ୍ଟେଷ୍ଟାଇନ ଗୋଟେ ମେଜର ରୋଲ ପ୍ଲେ କରେ, ଯୋଉଟା କି ଆମର ଫୁଡକୁ ଡାଇଜେଷ୍ଟ କରିବା ବା ଏକ୍ସଟ୍ରା ମେଟେରିଆଲ ଯୋଉ ୱେଷ୍ଟ ମେଟେରିଆଲକୁ କଣ କରେ, ବାହାର କରେ, ଆଉ ଯୋଉ ଯେତିକି ଜିନିଷ ଆମ ଶରୀର ପାଇଁ ଆବଶ୍ୟକ ତାକୁ ଆବଜର୍ବ କରେ। ତ ଏଇ ଯୋଉ ଇଣ୍ଟେଷ୍ଟାଇନ କଣ ଥାନ୍ତି, ଯୋଉ ମେନି ବ୍ୟାକ୍ଟେରିଆ ମାନେ ଥାନ୍ତି, ଇଣ୍ଟେଷ୍ଟାଇନ କେମିତି ଡାଇଜେସନ କରେ, ସେ ଭିତରେ ଥିବା ମେନି ବ୍ୟାକ୍ଟେରିଆ ମାନେ ଡାଇଜେସନରେ ହେଲ୍ପ କରନ୍ତି। ଠିକ ଅଛି। ତ ପ୍ଲାଣ୍ଟ ଆଉ ଏନିମଲ ଭଳି ମାଇକ୍ରୋ ଅର୍ଗାନିଜମ ମାନଙ୍କର ମଧ୍ୟ ସେପ୍, ସାଇଜ ଆଉ ଷ୍ଟ୍ରକ୍ଚର ଅଲଗା ଥାଏ। ଆଚ୍ଛା ମୁଁ ତମ ପିଲାମାନଙ୍କୁ କହିଥିଲି ଯେ ଦେଖିବ ମୋଲ୍ଡ ମୋଲ୍ଡ ଆଉ ଆଲଗି, ଆଲଗିଟା କେମିତି ଥିଲା, ଏମିତି ଥାଏ କି
इन थिला ना जो पॉन्ड वाटर देखते मोल्डटा केमती थिला जोटा कि ब्रेड मोल्ड बोधे सेटा हाँ ब्रेड मोल्ड इन थिला सैक लाइक स्ट्रक्चर थिला तो से एटा भी गोटे माइक्रो ऑर्गेनिज्म एटा भी गोटे माइक्रो ऑर्गेनिज्म बट सेमानकर साइज डिफर करथिला ठीक अछि तो आम कहीपर एपरिया जमी प्लांट आउ एनिमल साइज सेप सब डिफर करे माइक्रो ऑर्गेनिज्म माने एक भली न था को माइक्रो ऑर्गेनिज्म से फंक्शन भी अलग थाए आर सेप स्ट्रक्चर कलर सब अलग थाए किसी गुड़ा बैक्टेरिया स्पेरिकल था रड सेप था कमा सेप था ये सब देखा जाए ठीक अच्छे नेक्स्ट जा अच्छा पिले माने तुम देखि तुम मामा मैंने जिते परिबा पत्र काटाकाटी करती जो आ बाकी जो परिबा चोपा रहे से सब को लेके कौन करती ना तुम बाहर जब किसी प्लांटेशन कराई से गचर गछ पाखे जो माटी थाए से नहीं पकाते कहीं पकाते कौन पाई तमें मैंने खाली शुणिथो जे मामा एटा कहीं पकेल ना एम गछ भल ग्रो कर अच्छा गछ भल ग्रो कहीं कर एटा कौन से विषय जाना जिते तुम जो फ्रुट्स पिल्स हो कि भेजिटेबल सब पकाओ किछि दिन पर देखिए से डार्क कलर हो जाए ताको कह जाए मैन्योर इंपोर्टेंट मन रखियो व्हाट इज मैन्योर ठीक अच्छे जो डिग्रेड हो जाए ताको मैन्योर बोले कह जाए सी जो मैन्योरटा को डिग्रेड हुए से कौन थाए ना न्यूट्रिएंट रिच थाए रिच इन न्यूट्रिएंट थाए आउ सॉइल रो फर्टिलिटी को मध्य से इंक्रीज कराए बुझीपाला ना पिला माने सॉइल रो फर्टिलिटी को इंक्रीज कराए आ रिच इन न्यूट्रिएंट्स थाए कोडा मैन्योरटा सेति पई देखिबो जे जेतु सॉइल रे से फर्टिलिटी बढ़ेला माने आम प्लांट भी भलरे ग्रो करिवो न्यूट्रिएंट जदि सॉइल रहिला से कौन हम अल्टीमेटली प्लांट पाखक जीव तो प्लांट भी आमर भलरे ग्रो करिवो तो आम एठू जानिले जे जो फूड्स किंबा वेजिटेबल्स पिल्स अच्छी से सब डार्क कलर है डिग्रेड करके से माने कौन करते सिंपलर सिंपलर हो जाती जोटा कि रिच इन न्यूट्रिएंट्स थाए ताको कौन कहला मैन्योर कहला तो तुम देखी पिला माने जो सॉइल्स अच्छी वेरियस काइंड्स ऑफ माइक्रो ऑर्गेनिज्म देखते अच्छा तुम जानी ना जिया तुम शुणुच ना जोटा कि माटीर फुसफुस करे कि माटी को हेल्प करे ग्रो भलरे गछ ग्रो करने बहुत पिला बेलू तुम पढ़ी जाओ तो सम ऑफ दिस माइक्रो ऑर्गेनिज्म लाइक फंगी बैक्टीरिया acts on the plant waste and slowly break it down to simpler nutrient rich manure ठीक बुझिपाल तो मु तुमको कहीदेली जे एगुड़ाक सिंपलर सिंपलर है ब्रेकडाउन हो न्यूट्रिएंट रिच फूड रे कन्वर्ट होचंदी तो ताको हेल्प किए करोची ए माइक्रो ऑर्गेनिज्म किछि माइक्रो ऑर्गेनिज्म अछंती जो माने कि मैन्योर कन्वर्ट करिबा पई ए जो प्लांट को हेल्प करन देखो वन टाइप ऑफ एटा रिसाइक्लिंग हैला कि नाही फास्ट तो रिसाइक्लिंग हैला आ सेकंड रे मैन्योर फॉर्मेशन हैला दीटा को हम पई को हैला बेनिफिट हैला नेक्स्ट अच्छा अच्छा तुम पिला माने तुम देखिबो सुखिला पत्र केते बडा झड़ी पड़े आउ से पत्र गुड़ा को तुम जी गार्डन था जी सफासफी करते एकाठी करते गोटे गातर पोति दिखते तो प्लांट वेस्ट को कौन करते से गातर पोति दिखते तो गातर पोति देले कौन हम से भितर भी माइक्रो ऑर्गेनिज्म ग्रो करेंगे फास्ट हम माइक्रो ऑर्गेनिज्म ग्रो हम ऑर्गेनिज्म ग्रो हम से मैंने कौन करेंगे ब्रेक इनटू सिंपलर न्यूट्रिएंट रिच सिंपलर कौन करेंगे न्यूट्रिएंट रिच मैन्योर को कन्वर्ट करेंगे स्पेलिंग ठीक अच्छे ना मैन्योर ये ठीक अच्छे तो इट्स ए नेचुरल मैन्योर जेहेतु आम नेचुरल जिनस जिनसटा तैयारी होती नेचुरल मैन्योर बोली कहगला बुझीगला एतिकी अच्छा पिला माने ये जिनस गुड़ाक आम जो एटा प्रेजेंट टाइम रे आम ये सब जिनस बहुत कुछ रिसर्च है ये सब विषय जानिले एंशिएंट टेक्स्ट रो मध्य आमर वर्ड क्रीमी क्रीमी बोले मेंशन है ता सहित दृश्य दृश्य माने कौन जोटा कि आम देखिपारू अदृश्य जोटा कि आम देखिपारना बहुत वर्ष एंशिएंट टेक्स्ट जोटा आमर वेद वगैरह से दृश्य अदृश्य विषय लिखाई माने भाव से माने
केते टैलेंटेड है नथिबे जोटा कि आमे भी देखुचे जे इनविजिबल वर्ल्ड जोटा अच्छी जोटा कि माइक्रोस्कोप द्वारा देखुचे से माने जानिथिले जे किछि जिंस एंद अच्छी जोटा कि हमर देखिबारो दूर रे अछि जोटा को कि ताके अदृश्य बोली कहिथिले। अच्छा various Vedic texts mention beneficial and harmful effect Vedic text also से जो इनविजिबल जिनसर बेनिफिशियल और हार्मफुल इफेक्ट भी लिखा जाइए। ପିଲାମାନେ ମନେ ରଖ ଅଥର୍ବ ବେଦ ସେ ପଚାରିଦବ ମେ ବି ଏମସିକ୍ୟୁ ରେ ପଚାରି ପାରେ ଅଥର୍ବ ବେଦରେ ସେ ଯୋଉ କ୍ରିମି ୱାର୍ଡଟା ଲେଖା ଅଛି କ୍ରିମି ମାନେ କଣ ଜାଣିଛ କୃମି ଯୋଉ କୃମି ଯୋଉଟା କି ତମର ପେଟରେ ହୁଏ ମିଠା ଜିନିଷ ଖାଇଲେ ଏ ୱାର୍ଡଟା ମେନସନ କରାହେଇଛି ଠିକ ଅଛି। ଦେଖ next if you look around carefully you might see decaying plant and fallen leaves stored in a container or lying in the garden disappear after some time from the surrounding obviously କିଛି ଜିନିଷ ପଡ଼ିବ ତାପରେ ଧୀରେ ଧୀରେ ସଡ଼ିଯିବ ସଡ଼ିଯାଇକି କିଛି ଦିନ ପରେ ସରାଉଣ୍ଡିଂରେ କଣ ହେଇଯାଏ ଡିସାପର ହେଇଯାଏ। ଏଇଟା କଣ ପାଇଁ ହୁଏ ଆଚ୍ଛା ଗୋଟେ ସିମ୍ପଲ କଥା ଯେତେବେଳେ ଗୋଟେ ରାସ୍ତାରେ ଯୋଉ କିଛି ପ୍ରାଣୀ ଯଦି ମରିଗଲା ତାକୁ ନେଇ କଣ କରନ୍ତି ଫୋପାଡ଼ି ଦିଅନ୍ତି ମାଟି ତଳେ ପୋତି ଦିଅନ୍ତି ନହେଲେ ନାହିଁ ତ ରାସ୍ତା ସାଇଡରେ ଯଦି ଥିବ ବୋଲେ ତାକୁ ନେଇ ଗୋଟେ କୋଉ ଡମ୍ପରେ ଗୋଟେ ପକେଇ ଦିଅନ୍ତି କିଛି ଦିନ ଗୋଟେ ବହୁତ ଗନ୍ଦା ସ୍ମେଲ ଆସେ ତମେ ଦେଖିଥିବ ସେ ସ୍ମେଲ ଆସେ କଣ ପାଇଁ ଆସେ ଆଉ ସେଇଟା କିଛି ଦିନ ପରେ କେମିତି ନିଜକୁ ନିଜେ ବ୍ରେକ୍ ଡାଉନ୍ ହୁଏ ଆର ରିଜନ ହେଲା ଯୋଉ କିଛି ଦିନ ପରେ ସେମାନେ କଣ କରନ୍ତି ମାଇକ୍ରୋ ଅର୍ଗାନିଜମ ଥାନ୍ତି ତାକୁ ବ୍ରେକ୍ ଡାଉନ୍ କରନ୍ତି ଆଉ ସିମ୍ପଲର ସବଷ୍ଟାନ୍ସରେ କନଭର୍ଟ କରନ୍ତି ଯୋଉଟାକି ରିଚ୍ ଇନ୍ ନ୍ୟୁଟ୍ରିଏଣ୍ଟସ୍ ଥାଏ ଏଇଟା ତ ଆମେ ଆଗରୁ ବି ମାନୁଆଲ ଫର୍ମେସନରେ ଦେଖିଲେ ସେଇ ଯୋଉ ନ୍ୟୁଟ୍ରିଏଣ୍ଟ ଅଛନ୍ତି ସେମାନେ କଣ କରନ୍ତି ସଏଲ ତାଙ୍କୁ ଅବଜର୍ଭ କରିଦିଏ ଯୋଉଟାକି ସେମାନେ ପ୍ଲାଣ୍ଟ ଗ୍ରୋରେ ହେଲ୍ପ କରେ ଆଉ ଯୋଉ ମାଇକ୍ରୋ ଅର୍ଗାନିଜମ ଅଲସୋ ଡିକମ୍ପୋଜ ବଡିଜ ଅଫ ଡେଡ୍ ଆନିମଲ ଯୋଉଟାକି ମୁଁ ତମକୁ ଆଗରୁ କହିଲି सो माइक्रोब्स जो अच्छा ଆମର ଯୋଉ ମାଇକ୍ରୋ ଅର୍ଗାନିଜମ ଅର୍ ମାଇକ୍ରୋବ୍ସ କଣ କରନ୍ତି ଆଉ ୱେଷ୍ଟ ମେଟେରିଆଲକୁ ରିସାଇକଲ କରନ୍ତି ପଢିଲେ ଆଉ ଇମ୍ପୋର୍ଟାଣ୍ଟ ନ୍ୟୁଟ୍ରିଏଣ୍ଟସକୁ କାହାକୁ ସଏଲରେ ରଖନ୍ତି ଯୋଉଟାକି ଆମର ପ୍ଲାଣ୍ଟ ଗ୍ରୋରେ ହେଲ୍ପ କରେ ତ ମ୍ୟାନ୍ୟୁର ଫର୍ମେସନ ଅକର ଏଟ୍ ଅପ୍ଟିମାଲ ଟେମ୍ପରେଚର ଆଣ୍ଡ ଆପ୍ରୋପ୍ରିଏଟ ମଏଶ୍ଚର ଲେଭେଲ ଯଦି ଆପ୍ରୋପ୍ରିଏଟ ମଏଶ୍ଚର ଲେଭେଲ ମାନେ ଏନଭାयरमेंटରେ ଠିକ ଆମାଉଣ୍ଟର ଯଦି ମଏଶ୍ଚର ଯୋଉଟାକି ହ୍ୟୁମିଡିଟି ବୋଲି ପଢିଥିଲେ ଆମେ ସେଟା ଥିବ ଆଉ ଅପ୍ଟିମାଲ ଟେମ୍ପରେଚର ଯଦି ଅପ୍ଟିମାଲ ଟେମ୍ପରେଚର ମାନେ ତମାନେ କଣ ବୁଝିବ ଅପ୍ଟିମାଲ ଟେମ୍ପରେଚର ମାନେ ଯୋଉ ଟେମ୍ପରେଚରରେ ଗୋଟେ ସ୍ପେସିଫିକ ରିଆକ୍ସନ ହେଇପାରିବ ମାନେ ଯଦି ଗୋଟେ ବାୟୋଲୋଜିକାଲ ପ୍ରୋସେସ ମନେକର ଏଇଟା ମାଇକ୍ରୋ ଅର୍ଗାନିଜମ ଡିଗ୍ରେଡେସନ କରିବାର ଅଛି ମାନେ ତାକୁ ଗୋଟେ ସର୍ଟେନ ଟେମ୍ପରେଚର ଦରକାର ଯୋଉଥିରେ କି ସେ ପ୍ରୋସେସଟା କରିପାରିବ ତ ସେଇଟା କୁହାଯାଏ ଅପ୍ଟିମାଲ ଟେମ୍ପରେଚର ଠିକ ଅଛି ଏଇ ସବୁ ଜିନିଷ ତାକୁ ଦରକାର କାହାକୁ ମାଇକ୍ରୋ ଅର୍ଗାନିଜମ ମାନଙ୍କୁ ଡିଗ୍ରେଡେସନ କରିବା ପାଇଁ ଠିକ ହେଲା ନେକ୍ସଟ ଯିବା we can also infer that microorganisms not only help in plant growth but also clean our environment ଆଚ୍ଛା ଗୋଟେ ଯଦି ଗଛ ପତ୍ର ଡାଳ ଏମିତି ପଡିକି ରହିବ ଗୋଟେ ଡେଡ୍ ଅର୍ଗାନିଜମ ଯଦି ଡିକେ ନ କରିବ ଯଦି ନ ହବ ତାହେଲେ ଆମର ଏନଭାୟରମେଣ୍ଟ ବି ପୁରା ୱେଷ୍ଟ ମେଟେରିଆଲ ଭରିଯିବ ଯୋଉଟାକି ଆମର ହେଲ୍ଥକୁ ଇଫେକ୍ଟ କରିବ ତ ସେଥିପାଇଁ ଆମେ ଅଲ୍ଟିମେଟଲି କହିପାରିବା ଯେ ମାଇକ୍ରୋ ଅର୍ଗାନିଜମ ଯୋଉ ଅଛନ୍ତି ସେମାନେ କଣ କରନ୍ତି ନା ଆମର ପ୍ଲାଣ୍ଟର ଗ୍ରୋଥରେ ହେଲ୍ପ କରନ୍ତି ଫାର୍ଷ୍ଟ ସେକେଣ୍ଡ କ୍ଲିନ୍ କରନ୍ତି ଆମର ଏନଭାୟରମେଣ୍ଟକୁ କେମିତି ନା ବ୍ରେକିଂ କରିକି ୱେଷ୍ଟକୁ ହେଲା ବୁଝିଲେ ଦେନ୍ ମାଇକ୍ରୋବ୍ସ ଆଜ୍ ଏ ସୋର୍ସ ଅଫ ବାୟୋଗ୍ୟାସ୍ ଆଚ୍ଛା ବାୟୋଗ୍ୟାସ୍ କେମିତି ଫର୍ମେସନ କରନ୍ତି ଆଚ୍ଛା ପିଲାମାନେ ତମେ ଜାଣିଛ ଯେ ମାଇକ୍ରୋ ଅର୍ଗାନିଜମ ଯୋଉ ଅଛନ୍ତି ବ୍ୟାକ୍ଟେରିଆ ହଉ କିମ୍ବା ଫଙ୍ଗି ହଉ ସେମାନେ ଜେନେରାଲି ଅକ୍ସିଜେନ ଫ୍ରି ଏନଭାୟରମେଣ୍ଟରେ ରୁହନ୍ତି ଠିକ ଅଛି ତ some of these bacteria have the ability to decompose plant and animal waste present in the environment or household waste water ଜାଣିଛ ସେମାନେ କୋଉ କୋଉ ଏନଭାୟରମେଣ୍ଟରେ ରହିବେ ଯୋଉଠି ଗନ୍ଧିଆ ଥିବ ପ୍ଲାଣ୍ଟରେ ଥିବ ଏନିମଲରେ ୱେଷ୍ଟରେ ଏଇ ସବୁ ଜିନିଷରେ ସେମାନେ ଥାନ୍ତି ଯଦି ଗନ୍ଧିଆ ପାଣି ଥିବ ଆମେ କହୁନେ ଯୋଉଠି ଗନ୍ଧିଆ ଥିବ ସେଠି ମାଇକ୍ରୋ ଅର୍ଗାନିଜମ ମାନେ ଅବଭିୟସଲି ଗ୍ରୋ କରିବେ ତ ଗ୍ରୋ କଲେ ତ ମାନେ ଯୋଉ ଗ୍ରୋ କଲେ କଣ କରିବେ ତାପରେ ବ୍ରେକ୍ ଡାଉନ୍ କରିବେ ସେ ମେଟେରିଆଲକୁ ତ ସେ ଯୋଉମାନେ ଯେତେବେଳେ ଡ୍ୟୁରିଂ ସେମାନେ ମ୍ୟାନ୍ୟୁର ଫର୍ମେସନ ଯୋଉ କରନ୍ତି କେମିତି ଯୋଉ ସେ ଯୋଉ ମେଟେରିଆଲ ଗୁଡାକ ଡିଗ୍ରେଡ୍ କରନ୍ତି ସେ ସମୟରେ ସେମାନେ କଣ କରନ୍ତି ଗୋଟେ ଗ୍ୟାସେସକୁ କଣ କରନ୍ତି ସେମାନେ ରିଲିଜ କରନ୍ତି ସେଟା କି ଗ୍ୟାସ୍ ହେଇଥାଏ କାର୍ବନ ଡାଇଅକ୍ସାଇଡ ହେଇଥାଏ ଆଉ ହାଇ ପ୍ରୋପୋର୍ସନ ଅଫ another ଗ୍ୟାସ୍ that is ମିଥେନ୍
जो कार्बन डाइऑक्साइड सहित जो मेथेन गैसटा करती ସେଇଟା ହେଉଛି ଆମର ଇମ୍ପୋର୍ଟାଣ୍ଟ ଗ୍ୟାସ୍ ଯୋଉଟାକି ଫୁଏଲ୍ ସୋର୍ସ କୋଉଥିପାଇଁ କୁକିଂ ପାଇଁ ହିଟିଂ ପାଇଁ ଇଲେକ୍ଟ୍ରିସିଟି ଜେନେରେସନ୍ ପାଇଁ ଇଭେନ୍ ଭେହିକଲ ରନିଂ ପାଇଁ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ जो କମ୍ପ୍ରେସ୍ ନ୍ୟାଚୁରାଲ ଗ୍ୟାସ୍ ମିଥେନ୍ ଥାଏ ନା ତ କୁକିଂରେ ବି ୟୁଜ୍ କରାଯାଏ ଏସବୁ ବାୟୋଫ୍ୟୁଲ୍ ହିସାବରେ ତିଆରି ହୁଏ ତମ ପିଲାମାନେ ପଢ଼ିଥିବ ଯେଉଁ କାଓର କାଉ ୱେଷ୍ଟ ଯେଉଁ ଥାଏ ଆମର ଗୋବର ଯେଉଁଟା ଗୋବର ଗ୍ୟାସ୍ ବି ଆମର ବହୁତ ଗୁଡ଼ାଏ ଜାଗାରେ ବନା ହୁଏ ଯେଉଁଥିରେ କି ମିଥେନ୍ ପ୍ରଡ୍ୟୁସ୍ ହୁଏ ବାୟୋଗ୍ୟାସ୍ ଫର୍ମେସନ୍ କରିକି ହିଁ ରୋଷେଇ ବଗେରା କରାଯାଏ ଠିକ୍ ଅଛି ତ ତମେ ଜାଣିଲ ଯେ ବାୟୋଗ୍ୟାସ୍ କେମିତି ହେଲା ନା ଯେଉଁ ମାଇକ୍ରୋବ୍ସ ମାନେ ଡିଗ୍ରେଡେସନ୍ କରନ୍ତି ଡେଡ୍ ଡିକେ ଏନିମଲ୍ସ ମାନଙ୍କୁ କିମ୍ବା ଘରେ ଥିବା ୱେଷ୍ଟ ପ୍ରଡକ୍ଟରୁ ସେମାନେ କ'ଣ କରନ୍ତି ୱାନ୍ ଟାଇପ୍ ଅଫ୍ ଗ୍ୟାସ୍ ରିଲିଜ୍ କରନ୍ତି ଯେଉଁଟାକି କାର୍ବନ ଡାଇଅକ୍ସାଇଡ୍ କିମ୍ବା ମିଥେନ୍ कार्बन डाइऑक्साइड किंवा नुह कार्बन डाइऑक्साइड सहित गोटे लार्ज प्रोपोर्शन ऑफ कार्बन डाइऑक्साइड भी बाहर बट लार्ज प्रोपोर्शन ऑफ कौन बाहर ना मिथेन बाहर जोटा कि होची बहुत गोटे गुड सोर्स ऑफ फ्यूएल कोथि पई कुकिंग पई हीटिंग पई इलेक्ट्रिसिटी जनरेशन पई आउ व्हीकल रन करबा पई के इम्पोर्टेंट ना बायोगैस कौन बा केमती माइक्रोब्स माने बायोगैस फॉर्मेशन करते बुझीपार अच्छा गोटे साइंटिस्ट अच्छा जी हूँ डॉक्टर ये हूँ से साइंटिस्ट डॉक्टर आनंद मोहन चक्रवर्ती सी हूँ गोटे साइंटिस्ट जी की बैक्टेरिया उपर स्टडी करते तो 1971 से कौन करते गोटे डेभलप करते बैक्टेरियम जोटा कि ऑयल स्पिल को ब्रेक डाउन करथुला आउ एनवायरनमेंट को क्लीन रखुला क्लीन रखिबारे हेल्प करथुला हेल्प करे करुथिला नहीं करे अच्छा से डिस्कवर करथिले ही डिस्कवरी रिसीव्ड अ पेटेंट दैट इज 1980 रे से गोटे पेटेंट फाइल करथिले पेटेंट फाइल करिवार माने होची जदि तमे कोनोसी जिंस को डिस्कवर करिचो तम द्वारा से जिंसटा हेची तो कॉपीराइट न होबा पई माने देखो मु एबे जदि गोटे जिंस इन्वेंट कली आ मु ताको जदि पेटेंट फाइल कर देची तो आउ के से ऊपर दाबी करि परिबन जे ए जिंसटा मु करिची बोली कॉपीराइट होबार चांसेस आउ रहिबन ठीक अछि ताकि से तार जिनस को कौन कर सेल किंबा इन्वेंशन तार परमिशन बिना से कर ठीक अच्छे हिज वर्क सोर्स माइक्रो ऑर्गेनिज्म कुड बी यूज टू सॉल्व एनवायरमेंटल प्रॉब्लम लाइक पॉल्यूशंस ठीक अच्छे जेहेतु क्लीन एनवायरमेंट माइक्रोनिज्म हेल्प करे क्लीनिंग टू दी एनवायरमेंट तो सी भाविले जे ये जो माइक्रो ऑर्गेनिज्म अच्छे से माने एनवायरमेंटल जो पॉल्यूशन प्रॉब्लम को भी सॉल्व करि परिबे ठीक अच्छे तो he remember his contribution to science and protecting the environment using microbes बुझिपारल किए आमर साइंटिस्ट डॉक्टर आनंद मोहन चक्रवर्ती रिसेंट 2020 रे ताकर डेथ हेछि हां नेक्स्ट अच्छा माइक्रो ऑर्गेनिज्म एंड फूड अच्छा पिला माने गोटे एक्सपेरिमेंट करबा हां ठीक अछि एटा होछि ए एटा होछि मोर बी एटा होछि मैदा ए होछि ए होछि कोन मैदा विदाउट ईस्ट पाउडर बी रे कोन अछि ना मैदा विथ ईस्ट पाउडर तो पिला माने देखिबो जो एक्सपेरिमेंट दीटा मु करिली एथरे कोन हबो ना जो किछि समय पर मैदा को तमे दळिबो हला गोटेरे ईस्ट पाउडर पकेबो आउडरे ईस्ट पाउडर पकेबोनी मु बाउल ए रे पकेइनी बाउल बी रे पकेइछि हला किछि समय पर देखिबो बाउल ए टा टिक जेमते सेमते थिबो बट बाउल बी टा पूरा फ्लॉपी हेके फुली थिबो आर रीजन कोन ईस्ट होची गोटे टाइप रो फंगी हला कौन पाई एमती हो ईस्ट हूँ गोटे टाइप फंगी जोटा कि मुझे ए पकईनी बी रे पकईची से कौन करे ना ईस्ट कौन करे अच्छा मुझे गरम पानी रे भी ताको दलिबी हाँ जो द्वारा कि ईस्ट टिके भल ग्रो कर कहीं ईस्ट ग्रो इन वार्म वेल इन वार्म कंडीशन ईस्ट कौन करे टिके गरम कंडीशन भल से ग्रो करे तो ईस्ट कौन करुच्ची आम बुझा तो जेहेतु से गोटे फंगी से कौन कर
ଅଦର ଅର୍ଗାନିଜିମ୍ ପରି ଇଷ୍ଟ ବି କ'ଣ କରେ, ରେସ୍ପିରେସନ୍ କରେ। ତ ରେସ୍ପିରେସନ୍ କରିକି ସେ ଭିତରେ ଥିବା ଫୁଡ଼କୁ ସେ ବ୍ରେକ୍ ଡାଉନ୍ କରିବ। ଫୁଡ୍ ଇଷ୍ଟ ହେଲ୍ପ କରେ ବ୍ରେକ୍ ଡାଉନ୍ ଅଫ୍ ଫୁଡ୍ ଇଣ୍ଟୁ ସିମ୍ପଲର୍ ପ୍ରଡକ୍ଟ, ଯେଉଁଟାକି ଏନର୍ଜି ପ୍ରଡ୍ୟୁସ୍ ହେବ। ତ ବ୍ରେକ୍ ଡାଉନ୍ କରିଲା ଯେତେବେଳେ ଫୁଡ଼୍ରେ, ସେତେବେଳେ ଏନର୍ଜି ବାହାରିଲା, ତା ସହିତ ଏନର୍ଜି ଯେଉଁ ବାହାରିବ ଫର୍ ଦେयर ଗ୍ରୋଥ୍ ଆଣ୍ଡ କ୍ୟାରି ଆଉଟ୍ ଲାଇଫ୍ ପ୍ରୋସେସ୍। ସେ ଯେଉଁ ଇଷ୍ଟଟାକୁ ପକେଇଲେ ସେ କ'ଣ କରିବ, ଫୁଡ଼କୁ ବ୍ରେକ୍ ଡାଉନ୍ କରିକି ଏନର୍ଜି ରିଲିଜ୍ କରିବ, ଯେଉଁଟାକି ଲାଇଫ୍ ପ୍ରୋସେସ୍କୁ କ୍ୟାରି ଆଉଟ୍ କରିବା ପାଇଁ। ତ ड्यूरिंग दिस प्रोसेस कार्बन डाइऑक्साइड रिलीज, रेस्पिरेशन करूची तो कार्बन डाइऑक्साइड रिलीज हम, जोटा कि आमर जो डो थाए ताको फ्लफी और सॉफ्ट करिबारे हेल्प करे। तो पिला माने जो अच्छा से भीतर हमर शुगर भी थाए, मैदा रे कोन थाए, शुगर थाए, मीठा लगे ना मैदा, टिके मीठा अंश रहे। तो ईस्ट कोन करे, जो मैदा शुगर अछि ताको ब्रेक डाउन करे कोथरे ना, कार्बन डाइऑक्साइड और अल्कोहल रे। ठीक अछि, सेति पय ସେଥିରେ ଗୋଟେ ଆଲକୋହଲ ଥିବା ଯୋଗୁଁ ଗୋଟେ ଟିକେ ସ୍ମେଲ୍ ବି ଡିଫରେଣ୍ଟ ରୁହେ। ସେଇ ସ୍ପେଶାଲ ପ୍ରପର୍ଟି ଅଫ୍ ଇଷ୍ଟ ଯୋଗୁଁ ଆମେ କ'ଣ କରୁ ନା, ଇଷ୍ଟ ପାଉଡରକୁ ବ୍ରେଡ୍, କେକ୍ ଆଉ ମେନି ମୋର୍ ଯେତିକି ବେକରୀ ଆଇଟମ୍ ବନେଇଲା ବେଳେ ଆମେ ଇଷ୍ଟକୁ ପକାଉ। ଦେଖିବ ବ୍ରେଡ୍, ଆଚ୍ଛା ପିଜ୍ଜା ବନଉଛେ, ଯେଉଁ ପିଜ୍ଜା ବେସ୍ରେ ବି ଇଷ୍ଟ ପାଉଡର ଆମେ ଆଡ୍ କରୁ, ତାକି ଫ୍ଲପି କରିବ ସେ ଡୋକୁ। ଇନ୍ ଆଡିସନ୍ ଟୁ ଇଷ୍ଟ, ଆମେ ଯଦି ଦେଖିବା ଗୋଟେ କ୍ଷୀରରେ ଦହି ଟିକେ ପକେଇ ଦଉ, କିମ୍ବା ଇଡଲି ବେଟର ହଉ, ଦୋସା ବେଟର ହଉ, ଏସବୁରେ କିଛି ବ୍ୟାକ୍ଟେରିଆ ଥାନ୍ତି ସଚ୍ ଆଜ୍ ଲାକ୍ଟୋବାସିଲସ୍, ଯେଉଁମାନେ କି ଫ୍ଲପି କରିବାରେ ହେଲ୍ପ କରନ୍ତି। ଇଡଲିରେ ହଉ, ଲାକ୍ଟୋବାସିଲସ୍ ଲାକ୍ଟୋବାସିଲସ୍ ହେଉଛି ଗୋଟେ ବ୍ୟାକ୍ଟେରିଆ ଯେଉଁଟାକି ଫର୍ମେଣ୍ଟେସନ୍ କରିବାରେ ହେଲ୍ପ କରେ ବେଟରର, ଯେଉଁଟାକି ଭଟୁରା ବନେଇଲେ ବି ହେଲା, ମନେ ରଖ। ଆଚ୍ଛା, କର୍ଡ, ମୁଁ ଏଠି ବି ଦୁଇଟା ସେମ୍ ବାଉଲ୍ ନେବି, ଏ ବି। ଫାଷ୍ଟ ବାଉଲ୍ରେ ବି କର୍ଡ ପକେଇଲି, ସେକେଣ୍ଡ ବାଉଲ୍ରେ ବି ମିଲ୍କ, ଏ ରେ ଗୋଟେ ମିଲ୍କ ନେଲି, ଏଇଟା ମିଲ୍କ ନିଆଯାଇଛି, ଏ ରେ ମିଲ୍କ ନେଲି, ବି ରେ ମିଲ୍କ ନେଲି। ଫାଷ୍ଟ ବାଉଲ୍ରେ କର୍ଡ ପକେଇବି, ସେକେଣ୍ଡ ବାଉଲ୍ରେ ବି କର୍ଡ ପକେଇବି, ବଟ୍ ଫାଷ୍ଟ ବାଉଲ୍କୁ ମୁଁ ନେଇକି କ'ଣ କରିବି ନା, ଫ୍ରିଜର ଭିତରେ ରଖିଦେବି। ସରି ଫାଷ୍ଟ ଯେଉଁ ବାଉଲ୍ଟା ଅଛି ସେଟାକୁ ମୁଁ ନେବି ଗୋଟେ ୱାର୍ମ କଣ୍ଡିସନ୍, ଘୋଡ଼ାଘୋଡ଼ି କରିକି ତାକୁ ରଖିବି। ଆଉ ସେକେଣ୍ଡ ବାଉଲ୍ ଯେଉଁଟା ଅଛି ସେଟାକୁ ମୁଁ ନେବି, କ'ଣ କରିବି ନା, ଗୋଟେ ଫ୍ରିଜର ଭିତରେ ଥଣ୍ଡା କଣ୍ଡିସନରେ ରଖିବି। ଦେଖିବ କିଛି ସମୟ ପରେ ଏଟା ପୁରା କନଭର୍ଟ ହେଇଯାଇଥିବ କର୍ଡରେ, ବଟ୍ ଆଉ ତାର ସ୍ମେଲ୍ ବି ଖଟା ହେଇଯାଇଥିବ ବା ଖଟା ଲାଗିବ। ବଟ୍ ବି ଯେଉଁ ଅଛି ମିଲ୍କ, ସେ ଭଲକି କର୍ଡଲ୍ଡ ହେଇନଥିବ, ଆଉ ମେ ବି ଟିକେ ଖଟା ଲାଗିଲେ ଲାଗିପାରେ, ମାତ୍ର କମ୍ପ୍ଲିଟଲି ଖଟା ହେଇନଥିବ। ଏଥିରୁ ଆମେ କ'ଣ ଜାଣିଲେ, ଯେଉଁ କର୍ଡରେ ସେଭରାଲ ଟାଇପ୍ ଅଫ୍ ବ୍ୟାକ୍ଟେରିଆ ଅଛି ହେଲା। ୱାନ୍ ଅଫ୍ ଦେମ୍ ଇଜ୍ ଲାକ୍ଟୋବାସିଲସ୍। ଆମେ ଅଲରେଡ଼ି ପଢ଼ିଛି ଯେଉଁ ଲାକ୍ଟୋବାସିଲସ୍ଟା ଭଟୁରା ଦୋସା ମେକିଂରେ ହେଲ୍ପ କରେ, ଯେଉଁଟାକି ଡୋକୁ ଫର୍ମେଣ୍ଟେସନ୍ କରିବାରେ। ଯେଉଁ କର୍ଡରେ ଥିବା ଲାକ୍ଟୋବାସିଲସ୍ ଅଛନ୍ତି ସେମାନେ କ'ଣ କରନ୍ତି ନା, ଟିକେ ୱାର୍ମ କଣ୍ଡିସନରେ ଗ୍ରୋ କରନ୍ତି, ୱାର୍ମ କଣ୍ଡିସନ୍ ହିଁ ସେମାନେ ଗ୍ରୋ କରିବେ। ତ ସେ ଯେଉଁ ବ୍ୟାକ୍ଟେରିୟମ୍ ଅଛନ୍ତି, ମିଲ୍କରେ ସୁଗର ଥାଏ, ଅନ୍ ଦ ସୁଗର ଇନ୍ ଦ ମିଲ୍କ ଲାକ୍ଟୋଜ୍ ଥାଏ, ସେମାନେ ମଲ୍ଟିପ୍ଲାଇଜ୍ ହୁଅନ୍ତି ଆଉ ଫର୍ମେଣ୍ଟ ଦ ମିଲ୍କ ଇଣ୍ଟୁ ଫର୍ମ କର୍ଡ। Instead of producing alcohol like yeast, these bacteria produce lactic acid। ସେଥିପାଇଁ ଆମର କର୍ଡରେ lactic acid ଥାଏ, ଯେଉଁଟାକି କର୍ଡକୁ ସ୍ଟୋର କରେ। ଇଷ୍ଟ ଆଲକୋହଲ ଫର୍ମେସନ୍ କରେ, ସେଥିପାଇଁ ଟିକେ ସ୍ମେଲ୍ ଅଲଗା ଆସେ। ବଟ୍ ଯେଉଁ ଲାକ୍ଟୋବାସିଲସ୍ ବ୍ୟାକ୍ଟେରିଆ ଥାନ୍ତି ସେମାନେ ଥିବା ସୁଗରକୁ କ'ଣ କରନ୍ତି ନା, ବ୍ରେକ୍ ଡାଉନ୍ କରନ୍ତି ଆଉ ଫର୍ମେଣ୍ଟ କରନ୍ତି। ସେଥିପାଇଁ ମିଲ୍କଟା କମ୍ପ୍ଲିଟଲି କର୍ଡରେ କନଭର୍ଟ ହୁଏ, ଆଉ ଆଲକୋହଲ ବଦଳରେ ଏଇ ଯେଉଁ ଲାକ୍ଟୋବାସିଲସ୍ ବ୍ୟାକ୍ଟେରିଆ ମାନେ ଲାକ୍ଟିକ୍ ଏସିଡ୍ ଫର୍ମେସନ୍ କରନ୍ତି, ଯେଉଁଦ୍ୱାରା କି କର୍ଡଟା କ'ଣ ହେଇଯାଏ, ଖଟା ହେଇଯାଏ। ବଟ୍ କଣ୍ଡିସନ୍ ବିରେ ମୁଁ ତାକୁ ଫ୍ରିଜରରେ ରଖିଦେଇଛି, ତ ଥଣ୍ଡା କଣ୍ଡିସନରେ ସେମାନେ ନିଜକୁ ନିଜେ ମଲ୍ଟିପ୍ଲାଏ କରିପାରିବେ ନାହିଁ, ସେଥିପାଇଁ ଆମର ଠିକ୍ସେ କର୍ଡଟା ହୁଏ ନାହିଁ। ଓକେ, ଆଚ୍ଛା ପିଲାମାନେ, ଏଇଟା ଗୋଟେ ତମେ ଡ୍ରଇଂଟେ ଦେଖୁଛ, ଏ ଯେଉଁ ଡ୍ରଇଂରେ ଏ କ'ଣ ହେଇଛି, ଏ ପ୍ଲାଣ୍ଟର ତଳେ ଏମିତି ଏମିତି ଗଣ୍ଠି ଟାଇପ୍ର ହେଇଛି, ନଟ୍ ଟାଇପ୍ର ହେଇଛି, ଆକୁ କୁହାଯାଏ ନୋଡ୍ୟୁଲ୍। ବୁଝିପାରିଲ? ତ ଆମେ ମାଇକ୍ରୋ ଅର୍ଗାନିଜିମ୍ ମାନେ ଡିଫରେଣ୍ଟ କ୍ୟାଟେଗୋରୀ ଆମେ ଜାଣିଛେ, ପ୍ରୋଟୋଜୋଆ, ଫଙ୍ଗି, ବ୍ୟାକ୍ଟେରିଆ, ଆଲଗି, ଆଉ ବେଶୀ ବହୁତ କିଛି ଅଛନ୍ତି। ତ ବ୍ୟାକ୍ଟେରିଆ ଭିତରେ ଗୋଟେ ରାଇଜୋବିୟମ୍ ବ୍ୟାକ୍ଟେରିଆ ଅଛି, ସେ କୋଉଠି ପ୍ରେଜେଣ୍ଟ ରହେ, ଏ ଯେଉଁ ସ୍ୱେଲେନ୍ ରିଜନ୍ ନାହିଁ, ଏଠି ରହେ, ଏ ସ୍ୱେଲେନ୍ ରିଜନରେ ରହେ, ଯେଉଁଟାକି ପିକ୍ଚରରେ ଦେଖାହେଇଛି। ତ ଏ ଯେଉଁ ରୁଟ୍ସ ଅଫ୍ ସର୍ଟେନ୍ ଲେଗ୍ୟୁମ୍ସ ମାନେ କ'ଣ, ଯେଉଁ ଡାଲି ଜାତୀୟ ଖାଦ୍ୟରେ ରୁଟ୍ସ ସଚ୍ ଆଜ୍ ବିନ୍, ପିସ୍, ଲେନ୍ଥିନ୍ ଏବଂ ରୁଟ୍ସ ନୋଡୁଲ୍ସ କଣ୍ଟେନ୍ ରାଇଜୋବିୟମ୍ ବ୍ୟାକ୍ଟେରିଆକୁ କଣ୍ଟେନ୍ କରିକି ରଖିଥାନ୍ତି। କେଉଁମାନେ ନା, ଲେଗ୍ୟୁମିନେସ୍ ପ୍ଲାଣ୍ଟସ୍ ମାନେ। ଠିକ୍ ଅଛି, ତ କ'ଣ ପାଇଁ? ଆଚ୍ଛା
ପିଲାମାନେ ଆମର ଏନଭାयରमेଣ୍ଟରେ ନାଇଟ୍ରୋଜେନଟା N2 କଣ୍ଡିସନରେ ଥାଏ। ବୁଝିଲ? ତ ଆମର ପ୍ଲାଣ୍ଟର ଗ୍ରୋ ପାଇଁ ଆମକୁ କ'ଣ ଦରକାର? ନାଇଟ୍ରୋଜେନ, ସବୁ ପ୍ରକାର ଜିନିଷ ଦରକାର। ସେଥିରୁ ନାଇଟ୍ରୋଜେନ ଯେଉଁ ଅଛି N2 ଷ୍ଟେଟ୍ର ଯେଉଁ ଅଛି, ଗୋଟେ ପ୍ଲାଣ୍ଟ ଡାଇରେକ୍ଟଲି ଆକୁ କ'ଣ କରେ? ଗ୍ରହଣ କରିପାରେ ନାହିଁ ବା ଡାଇରେକ୍ଟଲି ରିସିଭ୍ କରିପାରେ ନାହିଁ। ତ ଏଇ ଯେଉଁ ରାଇଜୋବିୟମ ବ୍ୟାକ୍ଟେରିଆ ଅଛନ୍ତି, ତ ନାଇଟ୍ରୋଜେନକୁ କୋଉ ଫର୍ମରେ ସେମାନେ ନିଅନ୍ତି? ଏଇଦର ନାଇଟ୍ରେଟ୍, ନାଇଟ୍ରେଟ୍ର ଫର୍ମୁଲା ଅଛି NO2 ମାଇନସ୍, ନାଇଟ୍ରେଟ୍, ଏମୋନିୟମ, ଏମୋନିୟମ ଯୋଉଟାକି NH4 ପ୍ଲସ୍। ଆଚ୍ଛା ପିଲାମାନେ, ଏମୋନିଆର ସିମ୍ବଲ ହେଉଛି NH3। ଯଦି ଏଠି ଗୋଟେ ଆଉ ଗୋଟେ ହାଇଡ୍ରୋଜେନ ଲାଗିଗଲା ତାହେଲେ କ'ଣ ହବ? ପ୍ଲସ୍ ଚିହ୍ନଟା ଆସିଯିବ ହେଲା, ସେଥିପାଇଁ ସେଟା ହେଇଯିବ ଏମୋନିୟମ। ଏମୋନିୟମ। ତ ଏଇ ଦିଟା ଯଦି କଣ୍ଡିସନରେ ଆମର ନାଇଟ୍ରୋଜେନ ପ୍ରେଜେଣ୍ଟ ଥିବ ତାହେଲେ ପ୍ଲାଣ୍ଟ କ'ଣ କରିବ? ନାଇଟ୍ରୋଜେନକୁ ରିସିଭ୍ କରିପାରିବ। ତ ଏଇ ଯେଉଁ ରାଇବୋଜିୟମ ବ୍ୟାକ୍ଟେରିଆ ଆମର ପ୍ରେଜେଣ୍ଟ ଥାଏ, ଇଏ କ'ଣ କରେ? ନାଇଟ୍ରୋଜେନକୁ କନଭର୍ଟ କରେ ଏମିତିଆ ଜିନିଷରେ। କ'ଣ କରନ୍ତି ନା, ସେମାନେ ଫ୍ରି ଲିଭିଂ ବ୍ୟାକ୍ଟେରିଆ ହେଇଥାନ୍ତି। ସେମାନେ କ'ଣ କରିବେ ନା, ଆଟମୋସ୍ଫିୟରିକ ନାଇଟ୍ରୋଜେନକୁ ଏଇ ଆମୋନିୟମରେ କନଭର୍ଟ କରିବ। କୋଉଥିରେ? ନାଇଟ୍ରୋଜେନକୁ ଆମୋନିୟମରେ କନଭର୍ଟ କଲେ ଆମର ପ୍ଲାଣ୍ଟ କ'ଣ କରିପାରିବ? ତାକୁ କ'ଣ କରିବ? ପ୍ଲାଣ୍ଟ ନାଇଟ୍ରୋଜେନକୁ ରିସିଭ୍ କରିପାରିବ। ସେଥିପାଇଁ ଏମାନେ ବହୁତ ୟୁଜଫୁଲ୍। କୋଉ ବ୍ୟାକ୍ଟେରିଆ? ରାଇଜୋବିୟମ ବ୍ୟାକ୍ଟେରିଆ। ଠିକ୍ ଅଛି। ତ ଯୋଉଟାରେ କି ପ୍ଲାଣ୍ଟ ମାନେ ଭଲରେ ଗ୍ରୋ କରିପାରନ୍ତି ୱିଦାଉଟ୍ ଏନି କେମିକାଲ ଫର୍ଟିଲାଇଜର। ସୋ ଦିସ୍ ଇଜ୍ ୱାଇ ଫାର୍ମର ଗ୍ରୋ ଲେଗ୍ୟୁମ୍ ଇନ୍ ରୋଟେସନ୍ ୱିଥ୍ ଅଦର କ୍ରପ୍ସ। ରୋଟେସନ୍ କରନ୍ତି। ଫାଷ୍ଟ ଲେଗ୍ୟୁମ୍ ପକେଇବେ, ଲେଗ୍ୟୁମିନେସ୍ ପ୍ଲାଣ୍ଟସ୍ ସବୁ ଗ୍ରୋ କରିବେ, ତାପରେ ନେକ୍ସଟ କ୍ରପ୍ ପ୍ରଡକ୍ସନ୍ ପାଇଁ ଅନ୍ୟ କିଛି ପ୍ଲାଣ୍ଟସ୍ ନେବେ, ସୋ ଦ୍ୟାଟ୍ ଆମର ସଏଲରେ ଠିକ୍ ସେ ମେଣ୍ଟେନ୍ ହେଇକି ରହିବ। ଠିକ୍ ଅଛି। ସବୁ ପ୍ରକାର ନ୍ୟୁଟ୍ରିଏଣ୍ଟସ୍ ନ୍ୟାଚୁରାଲି ଇନକ୍ରିଜ୍ ଦ ନାଇଟ୍ରୋଜେନ୍ ଇନ୍ ଦ ସଏଲ୍ ଆଣ୍ଡ କିପ୍ସ ଇଟ୍ ହେଲ୍ଦି ଫର୍ ଦ ନେକ୍ସଟ କ୍ରପ୍। ସେଥିପାଇଁ କ'ଣ କରାଯାଏ ନା, ନ୍ୟାଚୁରାଲି ଆମେ କ'ଣ କରିପାରିବା? ନାଇଟ୍ରୋଜେନକୁ ଗ୍ରୋ କରି ଇନକ୍ରିଜ୍ କରିପାରିବା ସଏଲରେ। ବୁଝିପାରିଲ? ନେକ୍ସଟ ଆସିଲା Amazing microalgae, tiny helper in water। ଆଚ୍ଛା, ମାଇକ୍ରୋ ଆଲଗି, ଆଲଗି ମାନେ ତମେ ଶୁଣିଥିବ, ଆଲଗି ମୁଁ ତୁମକୁ ଆଗରୁ ବି କହିଛି ଯେ ସେଟା ଗୋଟେ ଗ୍ରୀନ୍ କଲର ପ୍ଲାଣ୍ଟ, ମାନେ ସେଥିରେ କ୍ଲୋରୋଫିଲ୍ ଥାଏ ଯିଏକି ଫୋଟୋସିନ୍ଥେସିସ୍ କରେ ଆଉ ନିଜର ଖାଦ୍ୟ ପ୍ରସ୍ତୁତ କରେ। ଠିକ୍ ଅଛି। ତ ଏଇଟା ଗୋଟେ ପ୍ଲାଣ୍ଟ ଲାଇକ୍ ଅର୍ଗାନିଜିମ୍ ଯେଉଁଟାକି ୱାଟର, ସଏଲ୍ ଆଉ ଏୟାର, ଇଭେନ୍ ଟ୍ରିଜ୍ ମାନଙ୍କରେ ବି ବଢ଼େ। ସେ ତାର ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରେ। କ'ଣ କରିକି ନା, ରିଲିଜ୍ ଅକ୍ସିଜେନ୍ ରିଲିଜ୍ କରେ। ଆଚ୍ଛା, ନିଜେ ଯଦି କରୁଛି ଫଟୋସିନ୍ଥେସିସ୍ କଲା ମାନେ ଅକ୍ସିଜେନ୍ ରିଲିଜ୍ କରିବ ଆଉ ପ୍ରଡ୍ୟୁସ୍ ମୋର୍ ଦେନ୍ ହାଫ୍ ଅଫ୍ ଦ ଅର୍ଥ ଅକ୍ସିଜେନ୍ ସେ ସପ୍ଲାଏ କରେ। ରିଚ୍ ଇନ୍ ନ୍ୟୁଟ୍ରିଏଣ୍ଟସ୍, ଫୁଡ୍ ସୋର୍ସ ଅଫ୍ ମେନି ଆକ୍ୱାଟିକ୍ ଆନିମାଲ୍। ଆକ୍ୱାଟିକ୍ ଆନିମାଲ୍ ମାନଙ୍କର ଇଏ ହେଉଛି ଗୋଟେ ଫୁଡ୍ ସୋର୍ସ, କାହିଁକି ନା ଅକ୍ସିଜେନ୍ ଦେଲା। ଠିକ୍ ଅଛି। ତ ସମ୍ ଲାଇକ୍ ସ୍ପିରୁଲିନା, chlorella, diatoms are used by human as a health supplement and medicine। ये जो स्पिरुलिना बहुत गुडे न्यूट्रिएंट्स थाए ना, ସେଥିପାଇଁ ଆମର ହ୍ୟୁମାନ ମାନଙ୍କର ହେଲ୍ଥ ସପ୍ଲିମେଣ୍ଟସ୍ ହିସାବରେ ୟୁଜ୍ କରାଯାଏ। ମାଇକ୍ରୋ ଆଲଗି ଅଲସୋ ହେଲ୍ପ ଇନ୍ କ୍ଲିନିଂ ୱାଟର ଆର୍ ୟୁଜ୍ ଟୁ ମେକ୍ ବାୟୋଫ୍ୟୁଲ୍। ଆଚ୍ଛା, କ୍ଲିନିଂ ୱାଟର ମାନେ କ'ଣ? ଯେତିକି ୱାଟର ୱେଷ୍ଟ ଥାଏ ସେମାନେ କ'ଣ କରନ୍ତି? ଆକୁ ରିସିଭ୍ କରିକି ଡିଗ୍ରେଡ୍ କରିକି ବାୟୋଫ୍ୟୁଲରେ କନଭର୍ଟ କରନ୍ତି। ସେଥିପାଇଁ ଆକୁ କୁହାଯାଏ ୱାଟର କ୍ଲିନିଂରେ ମଧ୍ୟ ଇଏ ହେଲ୍ପ କରେ ମାଇକ୍ରୋ ଆଲଗି। ଠିକ୍ ଅଛି। However, pollution, climate change, habitat destruction are threatening microalgal diversity abundance। ଯଦି କ୍ଲାଇମେଟ୍ ଚେଞ୍ଜ ହୁଏ, habitat ଚେଞ୍ଜ ହୁଏ, ତ ମାଇକ୍ରୋଆଲଗି ମାନଙ୍କୁ ଗ୍ରୋ କରିବାଟା ଟିକେ ପ୍ରୋବ୍ଲେମ୍ ରହେ। ଠିକ୍ ଅଛି। It is important to conserve this tiny organism to protect the environment and maintain oxygen balance on earth। ଆଚ୍ଛା, ସ୍ପିରୁଲିନା ସେଟା ହେଉଛି ଗୋଟେ ମାଇକ୍ରୋଆଲଗି ଯୋଉଟାକି ଗୋଟେ ସୁପର ଫୁଡ୍ ବୋଲି କନସିଡର କରାଯାଏ। ତାକୁ ସୁପର ଫୁଡ୍ ବୋଲି କାହିଁକି କୁହାଯାଏ? ଇମ୍ପୋର୍ଟାଣ୍ଟ କାହିଁକି ନା ଏଇଟା ଗୋଟେ ଇଟ୍ସ ହେଲ୍ଥ ବେନିଫିଟ୍ସ, ବହୁତ ଗୁଡ଼ା ହେଲ୍ଥ ବେନିଫିଟ୍ସ ଥିବା ଯୋଗୁଁ। ସ୍ପିରୁଲିନା ଇଜ୍ ଅଲସୋ ଏ ଗୁଡ୍ ସୋର୍ସ ଅଫ୍ ଭିଟାମିନ୍ B12। କେଉଁ ଭିଟାମିନ୍? ନା ଭିଟାମିନ୍ B12, ଯୋଉଟାକି ଆମର ଏସେନ୍ସିଆଲ୍ ଫର୍, ରିଏଲି ଏସେନ୍ସିଆଲ୍, ମାନେ ଇମ୍ପୋର୍ଟାଣ୍ଟ ଏସେନ୍ସିଆଲ୍ ଫର୍ ଆୱାର ବଡି। ଭିଟାମିନ୍ B12 ମନେ ରଖ। ଆଉ ସ୍ପିରୁଲିନାର ବଡ଼ିରେ ମାନେ ପ୍ରୋଟିନ୍ ହିଁ ବହୁତ ଥାଏ, ମାନେ 60% ତାର ବଡ଼ିରେ ପ୍ରୋଟିନ୍ ଥାଏ ଆଉ ଲିଟିଲ୍ ଆମାଉଣ୍ଟ ଅଫ୍ ଫ୍ୟାଟ୍ ଆଉ ସୁଗର ବି ପ୍ରେଜେଣ୍ଟ ଥାଏ। ମନେ ରଖ, ଯୋଉଟାକି ଇମ୍ପୋର୍ଟାଣ୍ଟ ହେଲ୍ଥ ସପ୍ଲିମେଣ୍ଟରେ ଆମେ ତିଆରି କରୁ ହ୍ୟୁମାନ୍ସ ମାନଙ୍କର।
नेक्स्ट आसला व्हाई सेल इज कनसिडर टू बी बेसिक यूनिट ऑफ लाइफ। ମୁଁ ତମକୁ କହିଛି ଯେମିତି ଗୋଟେ କାନ୍ଥକୁ ତିଆରି କରିବା ପାଇଁ ତାର ପଥର ଇଟା ହେଉଛି ତାର ୟୁନିଟ୍, ସେମିତି ଗୋଟେ ଅର୍ଗାନିଜିମର ବଡ଼ିରେ ସେଲ୍ସ ହେଉଛି ବେସିକ୍ ୟୁନିଟ୍। ତାକୁ ନେଇକି ଟିସୁ ହୁଏ, ଆମେ ପ୍ରିଭିୟସ୍ କ୍ଲାସ୍ରେ ଏ ବିଷୟରେ ପଢ଼ିଥିଲେ ହେଲା। ତ ଦ ବଡି ଅଫ୍ ଅଲ୍ ଲିଭିଂ ଅର୍ଗାନିଜମ୍ ବିଲ୍ଡିଂ ବ୍ଲକ୍ ଅଫ୍ କଲ୍ଡ ସେଲ୍, ଏସବୁ ଜାଣିଛ। ଆଚ୍ଛା, ଯୋଉ ବଡି ଅଛି ଗୋଟେ ସିଙ୍ଗଲ ସେଲ୍ରେ ବି କନସିଷ୍ଟ ଥିବ ଆଉ ମେନି ସେଲ୍ରେ ବି କନସିଷ୍ଟ ଥିବ। ଯୋଉ ବଡି ଭେରିୟସ୍ ମେନି ସେଲ୍ସକୁ ନେଇକି ତିଆରି ହୋଇଥାଏ ତାକୁ କୁହାଯାଏ ମଲ୍ଟି ସେଲୁଲାର। ଆମେ ଏକ୍ସାମ୍ପଲ ହ୍ୟୁମାନ୍, ଏନିମଲ୍, ସବୁ ଆମେ ସବୁ ହଉଛେ ମଲ୍ଟି ସେଲୁଲାର। ମଲ୍ଟି ସେଲୁଲାର ଅର୍ଗାନିଜିମରେ ସେଲ୍ସ ମାନଙ୍କର ଡିଫରେଣ୍ଟ ଫଙ୍କସନ୍ ଥାଏ, ଠିକ୍ ଅଛି। ଆଚ୍ଛା, ଯୋଉଟାକି ଆମର ସର୍ଭାଇଭାଲ ଇନକ୍ରିଜ କରେ। ଆଚ୍ଛା, ଯେମିତିକି ମସଲ ସେଲ୍ସ, କୋଉଥିରେ ହେଲ୍ପ କରେ? ମୁଭମେଣ୍ଟରେ, ଯୋଉଟା କଣ୍ଟ୍ରାକ୍ଟ ହୁଏ, ରିଲାକ୍ସ ହେଇକି ମୁଭମେଣ୍ଟରେ ହେଲ୍ପ କରେ। ସେମିତି ନର୍ଭ ସେଲ୍ କ'ଣ କରେ? ମେସେଜ ସେଣ୍ଡ ଆଉ ରିସିଭ କରିବାରେ ହେଲ୍ପ କରେ, ଠିକ୍ ଅଛି ନା ନାଇଁ? ମୁଭମେଣ୍ଟରେ ହେଲ୍ପ କରେ। ତ ଡିଫରେଣ୍ଟ ସେଲ୍ ଡିଫରେଣ୍ଟ ଫଙ୍କସନ୍ କରନ୍ତି। ତ କିଛି ମାଇକ୍ରୋ ଅର୍ଗାନିଜିମ୍ ଅଛନ୍ତି ସଚ୍ ବ୍ୟାକ୍ଟେରିଆ, ପ୍ରୋଟୋଜୋଆ, ଯୋଉଟାକି ଗୋଟେ ୱାନ୍ ସେଲ୍ରେ ତିଆରି ହେଇଥାନ୍ତି। ଯୋଉ ବ୍ୟାକ୍ଟେରିଆ କିମ୍ବା ପ୍ରୋଟୋଜୋଆ ସେମାନଙ୍କୁ କୁହାଯାଏ ୟୁନିସେଲୁଲାର। ଆଚ୍ଛା, ଆମ ପିଲାମାନେ ତମମାନଙ୍କ ଭିତରେ କ୍ୱେଶ୍ଚିନ୍ ଆରାଇଜ୍ ହବ, ମଲ୍ଟି ସେଲୁଲାର ଡିଫରେଣ୍ଟ ସେଲ୍ସ ଅଛନ୍ତି, ଡିଫରେଣ୍ଟ ଫଙ୍କସନ୍ କରନ୍ତି। ୟୁନିସେଲୁଲାର ଗୋଟେ ସେଲ୍ରେ ସେମାନେ କେମିତି ତାଙ୍କର ଫଙ୍କସନ୍ କରନ୍ତି? ହଁ, ୟୁନିସେଲୁଲାର ଯୋଉମାନେ ଥାନ୍ତି ୱିଦିନ୍ ୱାନ୍ ସେଲ୍ରେ ତାଙ୍କର ସବୁ ପ୍ରକାର ଫଙ୍କସନ୍ ବଡ଼ିର ହୁଏ। they carried all the function for survival of their life, ठीक ଅଛି। ତ other microbes like algae, fungi made up of one or more cell, କିଛି algae fungi ଅଛନ୍ତି ଯେଉଁମାନେ କି ସିଙ୍ଗଲ ସେଲ୍ ବି ହୁଅନ୍ତି, ମୋର୍ ସେଲ୍ ବି ହୁଅନ୍ତି। ଯେମିତି କି ଇଷ୍ଟ ହେଉଛି ଗୋଟେ ୟୁନିସେଲୁଲାର, while ଫଙ୍ଗସ୍ ୟୁନିସେଲୁଲାର ଫଙ୍ଗସ୍, ଠିକ୍ ଅଛି। while mold is a multicellular fungus, ଆମେ ଆଗରୁ ପଢିଛେ, ବୁଝିପାରିଲ। ଆଚ୍ଛା, ଯେମିତି ଏନିମଲ୍ ଆଉ ପ୍ଲାଣ୍ଟ ସେଲ୍ସ ଅଛନ୍ତି, ଏନିମଲ୍ ଆଉ ପ୍ଲାଣ୍ଟ ସେଲ୍ସ ଅଛନ୍ତି, ମାଇକ୍ରୋ ଅର୍ଗାନିଜିମ୍ର ମଧ୍ୟ ସେଲ୍ସ ଅଛନ୍ତି। ଦେ ଆର୍ ଅଲସୋ ସରାଉଣ୍ଡେଡ୍ ବାଇ ସେଲ୍ ମେମ୍ବ୍ରେନ୍। ହଁ, ଆମେ ଯେମିତି ଲିଭିଂ ଥିଙ୍ଗ, ସେମାନେ ବି ତ ଗୋଟେ ଲିଭିଂ ଥିଙ୍ଗ ନା, ତ ତାଙ୍କର ବି ତ ସେଲ୍ ଥିବ। ତ ସେମାନଙ୍କର ଯୋଉ ସେଲ୍ସ ଥାଏ ସେମାନେ ବି ସରାଉଣ୍ଡେଡ୍ ହେଇଥାନ୍ତି ସେଲ୍ ମେମ୍ବ୍ରେନ୍ ଦ୍ୱାରା। ଆଚ୍ଛା, ଯୋଉ ଫଙ୍ଗିର ସେଲ୍ ଥାଏ ପିଲାମାନେ, ସେମାନଙ୍କର ସେଲ୍ ୱାଲ୍ ଥାଏ କାହା ଭଳିଆ? ଲାଇକ୍ ପ୍ଲାଣ୍ଟ ସେଲ୍। ତ ଆମେ ଏଠି କ'ଣ ଜାଣିଲେ ନା ସେଲ୍ ୱାଲ୍ କୋଉମାନଙ୍କର ରହୁଛି? ପ୍ଲାଣ୍ଟ ସେଲ୍ର ତ ରୁହେ, ତା ସହିତ ଫଙ୍ଗି ମାନଙ୍କର ବି ରୁହେ, ଠିକ୍ ଅଛି। ସେଲ୍ସ ଅଫ୍ ଫଙ୍ଗି, ବଟ୍ ଦେ ଡୋଣ୍ଟ ହ୍ୟାଭ୍ କ୍ଲୋରୋପ୍ଲାଷ୍ଟ। ଆଚ୍ଛା ପିଲାମାନେ, ଯଦି ଫଙ୍ଗି ମାନଙ୍କର କ୍ଲୋରୋପ୍ଲାଷ୍ଟ ନାହିଁ ତାହେଲେ ସେମାନେ ନିଜ ଖାଦ୍ୟ ନିଜେ ବନେଇ ପାରିବେ ନାହିଁ, ଫଟୋସିନ୍ଥେସିସ୍ ତ କରିପାରିବେନି ନା କ୍ଲୋରୋପ୍ଲାଷ୍ଟ ନଥିଲେ। ତ ବ୍ୟାକ୍ଟେରିଆ ଡୋଣ୍ଟ ହ୍ୟାଭ୍ ୱେଲ୍ ଡିଫାଇନ୍ଡ ନ୍ୟୁକ୍ଲିୟସ୍। ଆଚ୍ଛା, ଏଇଟା ବୁଝା ପଡ଼ିଲା। ତାପରେ ଆସିଲା ବ୍ୟାକ୍ଟେରିଆ। ଦେଖିଛ ଏଠି ବ୍ୟାକ୍ଟେରିଆ ଗୋଟେ, ଠିକ୍ ଅଛି। ସେମାନଙ୍କର ଗୋଟେ ୱେଲ୍ ଡିଫାଇନ୍ଡ ନ୍ୟୁକ୍ଲିୟସ୍ ନଥାଏ, ଠିକ୍ ଅଛି। ତ ଯେହେତୁ ନଥାଏ ଆଉ ନ୍ୟୁକ୍ଲିୟର ମେମ୍ବ୍ରେନ୍ ବି ନଥାଏ, ଇନଷ୍ଟିଡ୍ ଦେ ହେଭ୍ ଏ ନ୍ୟୁକ୍ଲିୟର। ଦେଖ, ଏଇଟା ହେଉଛି ନ୍ୟୁକ୍ଲିୟର, ଏଇଟା ହେଉଛି ମୋର ସେଲ୍, ଏ ଭିତରେ ରହିଛି ନ୍ୟୁକ୍ଲିୟସ୍ ହେଲା। ତ ନ୍ୟୁକ୍ଲିୟସ୍କୁ କିଏ ସରାଉଣ୍ଡ କରିଛି? ନ୍ୟୁକ୍ଲିୟର ମେମ୍ବ୍ରେନ୍। ଯେହେତୁ ସେମାନଙ୍କର ୱେଲ୍ ଡିଫାଇନ୍ଡ ନ୍ୟୁକ୍ଲିୟସ୍ କିମ୍ବା ନ୍ୟୁକ୍ଲିୟର ମେମ୍ବ୍ରେନ୍ ନଥାଏ, ନ୍ୟୁକ୍ଲିୟଡ଼ ଅଛି ସେଇଟା କ'ଣ ଥାଏ? ଇନ୍ ୱେଲ୍ ଡିଫାଇନ୍ଡ ହେଇକି ନଥାଏ ନ୍ୟୁକ୍ଲିୟଡ଼ ରିଜନ୍। ଦେଖୁନ ଏଠି ଦେଖେଇଛି ମୁଁ, ଏଇଟା ହେଉଛି ନ୍ୟୁକ୍ଲିୟଡ଼ ରିଜନ୍ ଅଫ୍ ବ୍ୟାକ୍ଟେରିଆ କେମିତି ରହିଛି, ଠିକ୍ ଅଛି। ତ ଦିସ୍ ଫିଚର ଡିଷ୍ଟିଂଗୁଇଶ୍ ଦେମ୍ ଫ୍ରମ୍ ସେଲ୍ ଅଫ୍ ଇଷ୍ଟ, ପ୍ରୋଟୋଜୋଆ, ଆଲଗି, ଫଙ୍ଗି, ପ୍ଲାଣ୍ଟ ଆଣ୍ଡ ଆନିମଲ୍। ତ ଏଇ ଯେଉଁ ବେସିକ୍ ଡିଷ୍ଟିଂସନ୍ ଯୋଗୁଁ ସେମାନେ ପରସ୍ପରଠୁ ଅଲଗା ଦେଖାଯାଆନ୍ତି ବା ରହିଥାନ୍ତି, ବୁଝିପାରିଲ। ନେକ୍ସଟ ଯିବା। ଆଚ୍ଛା, ଯେଉଁ ସେଲ୍ସ ଅଛନ୍ତି ତାର ବହୁତ କିଛି ଅଦର କମ୍ପୋନେଣ୍ଟ ବି ରହିଛି। ଯେମିତିକି ଆମେ ଖାଲି ସେଲ୍ସରେ ପଢ଼ିଛେ ଯେ ସେଲ୍ ମେମ୍ବ୍ରେନ୍ ଅଛି, ସେଲ୍ ୱାଲ୍ ଅଛି, କ୍ଲୋରୋପ୍ଲାଷ୍ଟ ଅଛି, ଆଉ କ'ଣ ନ୍ୟୁକ୍ଲିୟସ୍ ଅଛି, ଏସବୁ ବିଷୟରେ ଆମେ ପଢ଼ିଲେ, ଠିକ୍ ଅଛି। ସରି, ହଁ ମୁଁ ଆଉ ଗୋଟେ କହିବାକୁ ଭୁଲିଗଲି, ସାଇଟୋପ୍ଲାଜମ ବି ଅଛି ହେଲା। ଏସବୁ ଜିନିଷ ଅଛି ଆମର ସେଲ୍ସରେ, ଠିକ୍ ଅଛି। ତ ତମେ କ'ଣ ଭାବୁଛ ଏତିକିରେ ହିଁ ଆମ ସେଲ୍ସ କନସିଷ୍ଟ ହେଇଛି? ନା, ତମେ ଯେତେବେଳେ ହାୟର କ୍ଲାସ୍କୁ ଯିବ ତମେ ସେଲ୍ସର ଡିଟେଲ୍ ଷ୍ଟ୍ରକ୍ଚର ବିଷୟରେ ପଢ଼ିବ। ବହୁତ କିଛି ଜିନିଷ ଯେଉଁଟାକି ମାଇଟ୍ରୋକଣ୍ଡ୍ରିଆ, କ୍ଲୋରୋପ୍ଲାଷ୍ଟ, ଗଲ୍ଗି ବଡି, ରାଇବୋସୋମ୍,
एंडोप्लाज्मिक रेटिकुलम ये सब जिनस सेल्स रे प्रेजेंट अच्छे जार के फंक्शन भी अलग अलग थाए जो तुम हायर क्लास रे पढ़िबो तो आपको आम केमती देखिबा आम गोटे स्पेशल मैग्निफाइड माइक्रोस्कोप दरकार व्हिच इज 10 lakhs टाइम बहुत मैग्निफिकेशन करिपारथो जोथि कि हम ताको स्ट्रक्चर को देखि परिबा तो ऑल लिविंग बीइंग्स इंक्लूडिंग माइक्रो ऑर्गेनिज्म आर मेड अप ऑफ वन और मोर सेल्स सो दिस सेल्स आर डिफरेंट साइज स्ट्रक्चर हम जानि छे जेमति प्लांट और एनिमल रो थाउचे से भले तो अंडरस्टैंडिंग दिस डिफरेंस हेल्प अस टू लर्न हाउ दिस ऑर्गेनिज्म फंक्शन डिफरेंट अच्छा आम ए जो कोरोना भाइरसटा ताको आम माइक्रोस्कोप रे स्टडी करले जे से केमिति कोन ग्रो करूची तार केमिति ग्रो होची तापर वैक्सीन केन बाहरला ताको बेसिक लेवल रो सेलुलर लेवल रो जतले आम सबको देखिले स्ट्रक्चर को देखिले भले कि देखिले तार ग्रो करची केमिति आउ कोन देले से आउ ग्रो न करिकी मरि जाउची से सब देखिकी ही हम वैक्सीन बाहर करले सेमिति आमे गोटे जिनस को डिस्टिंग्विश केमिति करबा आमे गोटे दीटा लोक को डिस्टिंग्विश केमिति करछि ता कलर को देखि शेप को देखि साइज को देखि कि हाइट देखि कि वेट देखि कि एम्ति सेमिति आमे जते बेले आंको बेसिक सेलुलर लेवल से मानको देखि कि स्टडी करूछे तापर जानि परछु जे सेमानक भितरे कोन डिफरेंस रहउछि आ सेमाने फंक्शन कोन करूछन्ते आउ केमिति कोन सर्वाइव करूछन्ते एनवायरनमेंट रे सेमिति किछि माइक्रोब्स अछन्ते जो माने कि हमर डिजीज कॉजिंग करन्ते ए जो माइक्रो ऑर्गेनिज्म माने जेमते एनवायरनमेंट क्लीन करन्ते बा माइनर फॉर्मेशन करन्ते फूड ग्रो करन्ते प्लांट ग्रो करन्ते ए सब करन्ते हम देखिले सेमते किछि माइक्रोब्स अछन्ते जो माने कि डिजीज कॉजिंग भी करन्ते ह्यूमंस मानकर बा प्लांट्स मानकर तो से भितरो तमे जानिचो कोलेरा जोटा कि हइजा जो कोलेरा अछि एटा होछि डिजीज ମୁଁ एग्जाम्पल खाली दଉଛି ठीक ଅଛି ତମ ହାୟର କ୍ଲାସରେ ପଢିବ କଜିଂ ମାଇକ୍ରୋ ଅର୍ଗାନିଜମ କିଏ ନା ତା ନାଁ ରେଖା ଭିବ୍ରିଓ କଲେରା ଏଇଟା ଗୋଟେ କଣ ବ୍ୟାକ୍ଟେରିଆ ଏ ବ୍ୟାକ୍ଟେରିଆ ଯିଏ କି କୋଲେରା ଡିଜିଜ करे ଆଉ ଅଛି କମନ କୋଲ୍ଡ ଯୋଉଟା କି ସାଧାରଣତଃ ଆମ ସମସ୍ତଙ୍କୁ ହୁଏ କୋଲ୍ଡ ଟା କଣ ଦ୍ୱାରା ହୁଏ ଭାଇରସ ଦ୍ୱାରା ଯୋଉଟା କି କୁହାଯାଏ ଇନଫ୍ଲୁଏଞ୍ଜା ଏଟା ହଉଛି वन टाइप ऑफ भाइरस कॉमन कोल्ड हुए मलेरिया मशा द्वारा होची हेले मशा द्वारा सिना होची से मशार से भितर कोन थाए गोटे माइक्रो ऑर्गेनिज्म थाए जोटा कि मलेरिया को शरीर रे बढ़ाए सेटा होला प्लाज्मोडियम एटा गोटे कोन प्रोटोजोआ तो एमती डिफरेंट माइक्रो ऑर्गेनिज्म को करंती डिजीज कॉजिंग भी करंती प्लांट और एनिमल भितर ठीक अछि तो पिला माने तमर टॉपिक एठी सरी जाउची भले कि रिविजन कर किसी डाउट थिले कमेंट सेक्शन में जणाओ ठीक अच्छे आम जिते जमी सीरियली गोटे गोटे चैप्टर करवा तापर मुझे तुम एमसीक्यू सीरीज और लॉन्ग क्वेश्चन केमती कौन सब कर लिख सब जनइबी ठीक अच्छे हो आज थैंक यू।